आलोक टीवी। गत 22 तारिखରୁ ଭବାନୀପାଟଣାରୁ 18 ଜଣ ବ୍ୟକ୍ତି ଚାଲି ଚାଲି ପୁରୀ ଯିବା ପାଇଁ ବାହାରି କନ୍ଧମାଳ ଜିଲ୍ଲାର ତୁମୁଡ଼ିବନ୍ଧ, ବାଲିଗୁଡ଼ା, ରାଇକିଆ ହୋଇ ଜି ଉଦୟଗିରିରେ ପହଞ୍ଚିଛନ୍ତି। ସାଧୁ ସନ୍ଥଙ୍କ ସହ ଶିକ୍ଷାବିତ୍, ଭକ୍ତ, ସମାଜସେବୀ ଏଥିରେ ସାମିଲ ହୋଇଛନ୍ତି। ବର୍ତ୍ତମାନ ପରିସ୍ଥିତିରେ ପରିବେଶ ଯେପରି ପ୍ରଦୂଷଣ ହୋଇଛି ତାକୁ ନିୟନ୍ତ୍ରଣ କରିବା ପାଇଁ ସମସ୍ତଙ୍କ ଚେଷ୍ଟା ଲାଗି ରହିବା ଆବଶ୍ୟକ ରହିଛି। ଯଦି ଆମେ ଚାଲି ଶିଖିବା ତେବେ ଯାନବାହନ ଚଳାଚଳ ବେଳେ ବାୟୁ ପ୍ରଦୂଷଣ ନିୟନ୍ତ୍ରଣ ହେବା ସହ ଶରୀର ସୁସ୍ଥ ରହିବ ବୋଲି କହିଛନ୍ତି। ଅପରପକ୍ଷରେ ଜଗନ୍ନାଥ ସଂସ୍କୃତିର ପ୍ରଚାର ଓ ପ୍ରସାର କିପରି ହେବ ସେ ଉପରେ ଏକ ପଦକ୍ଷେପ ବୋଲି ସୂଚନା ଦେଇଛନ୍ତି। ଆସୁଥିବା ସାଧୁ ସନ୍ଥ ଜି ଉଦୟଗିରିରେ ଏହି ବ୍ୟକ୍ତିମାନଙ୍କୁ ପାଛୋଟି ନେଇଥିଲେ। ଅଞ୍ଚଳ ବାସିନ୍ଦା ପଣ୍ଡିତ ମଙ୍ଗୁଳୁ ମିଶ୍ର, ସନ୍ଥ ଜଗନ୍ନାଥ ଦାସ, ଅଭିମନ୍ୟୁ ପ୍ରଧାନ, ପୁରୁଷୋତ୍ତମ ପ୍ରଧାନ, ଭଗବାନ ବିଶୋଇ, ନଗେନ ମହାରଣା, କମ୍ବୁପାଣି ପରିଝା, ସନ୍ତୋଷ ନାୟକ, ତ୍ରିନାଥ ସେଠୀ, କ୍ଷୀରବନ୍ଧୁ ପ୍ରଧାନ, ରକି ଆରୁଖ, ଜଗନ୍ନାଥ ବେହେରା, ଜଗା ମହାରଣା, ମଧୁସୂଦନ ବେହେରା, ଭାଗୀରଥୀ ମହାରଣା, ଘାସିରାମ ଜେନା, ବିକାଶ ସାହୁ, ସଚି ମହାକୁଡ଼ ଏହି ପଦଯାତ୍ରାରେ ସାମିଲ ହୋଇଛନ୍ତି। ଜି ଉଦୟଗିରିରେ ଶଙ୍କର୍ଷଣ ଡାକୁଆ, ସର୍ବେଶ୍ୱର ଡାକୁଆ, ସୁରେନ୍ଦ୍ର ଡାକୁଆଙ୍କ ସହ ବହୁ ଶୁଭେଚ୍ଛୁ ପାଛୋଟି ନେଇଥିଲେ। ବ୍ୟୁରୋ ରିପୋର୍ଟ, ଆଲୋକ ଟିଭି।